ଓଡ଼ିଶା 2024 ନିର୍ବାଚନରେ 21 ମଧ୍ୟରୁ 20 ଜଣ ଲୋକସଭା ସାଂସଦଙ୍କୁ ଭାରତୀୟ ଜନତା ପାର୍ଟିର ଜୟଯୁକ୍ତ କରି ଦିଲ୍ଲୀ ପଠାଇଥିଲେ। ଡବଲ ଇଞ୍ଜିନ୍ ସରକାର ଆସିବ। ଓଡ଼ିଶା କେନ୍ଦ୍ରୀୟ ବଜେଟ୍ରେ ସିଂହଭାଗ ପାଇବ। ଆଜି କେନ୍ଦ୍ରୀୟ ବଜେଟ୍ ଆସିଯାଇଛି। ଓଡ଼ିଶା କ'ଣ ପାଇଲା? ଓଡ଼ିଶା କ'ଣ ପାଇଲା ତା ଉପରକୁ ଯିବା ପୂର୍ବରୁ ଦେଖିବା ଅନ୍ୟମାନେ କ'ଣ ପାଇଲେ। ମୁମ୍ବାଇ ପାଇଲା ହାଇ ସ୍ପିଡ୍ ରେଲ୍ କରିଡୋର, ପୁନେ ପାଇଲା ହାଇ ସ୍ପିଡ୍ ରେଲ୍ କରିଡୋର, ହାଇଦ୍ରାବାଦ ବି ପାଇଲା, ବେଙ୍ଗାଲୁରୁ ବି ପାଇଲା, ଚେନ୍ନई ବି ପାଇଲା, ଦିଲ୍ଲୀ ବି ପାଇଲା, ବାରାଣସୀ ବି ପାଇଲା, ସିଲିଗୁଡ଼ି ବି ପାଇଲା ହାଇ ସ୍ପିଡ୍ ରେଲ୍ କରିଡୋର। ଓଡ଼ିଶା କ'ଣ ପାଇଲା? ଶୂନ, ଜିରୋ। ଅପରପକ୍ଷରେ ମେଟ୍ରୋ ପ୍ରକଳ୍ପଟି ଯେଉଁ ଥିଲା ଭୁବନେଶ୍ୱରର, ସେଇଟାକୁ ମଧ୍ୟ ବନ୍ଦ କରିଦିଆହେଇଛି, ଆପଣମାନେ ଜାଣିଥିବେ। ତ 20 ଜଣ ଲୋକସଭା ସାଂସଦଙ୍କୁ ପଠାଇଲା ପରେ ଓଡ଼ିଶାବାସୀ କ'ଣ ପାଇଲେ, ଏଇଟା ହେଲା ପ୍ରଥମ ବିନ୍ଦୁ। ଦ୍ୱିତୀୟରେ କୁହାଗଲା କି ବାରାଣସୀରେ ଆଉ ପଟନାରେ ଶିପ୍ ରିପେୟାର ଇକୋସିଷ୍ଟମ୍ କରାଯିବ। ଯେଉଁ ଜାହାଜ ଆସୁଛି ତାର ଯେଉଁ ରିପେୟାରିଂ ସିଷ୍ଟମ୍ ରହିବ ଜାହାଜର ରିପେୟାରିଂ ପାଇଁ ବାରାଣସୀ ଏବଂ ପଟନାରେ ହେବ। ଦାନକୁଣିରେ କ'ଣ ହେବ? ପଶ୍ଚିମବଙ୍ଗରେ ଡେଡିକେଟେଡ୍ ଫ୍ରେଟ୍ କରିଡୋର କନେକ୍ଟିଂ ଦାନକୁଣି ଟୁ ଇଷ୍ଟ, ସୁରଟ ଟୁ ୱେଷ୍ଟ ଡେଡିକେଟେଡ୍ ଫ୍ରେଟ୍ କରିଡୋର ହେବ। ସୁରଟରେ କ'ଣ ହେବ? ଏଇ ଡେଡିକେଟେଡ୍ ଫ୍ରେଟ୍ କରିଡୋର ହେବ। ଦୁର୍ଗାପୁରରେ କ'ଣ ହେବ? ଇଷ୍ଟ କୋଷ୍ଟ ଇଣ୍ଡଷ୍ଟ୍ରିଆଲ କରିଡୋର ୱିଥ୍ ନୋଡ୍ ଆଟ୍ ଦୁର୍ଗାପୁର। ବାରାଣସୀରେ ହେବ, ପଟନାରେ ହେବ, ଦାନକୁଣିରେ ହେବ, ସୁରଟରେ ହେବ, ଦୁର୍ଗାପୁରରେ ହେବ। ଓଡ଼ିଶାରେ କ'ଣ ହେବ? ଜିରୋ, ଶୂନ। 20 ଜଣ ଲୋକସଭା ସାଂସଦଙ୍କୁ ଓଡ଼ିଶା ଜୟଯୁକ୍ତ କରି ପଠାଇଥିଲା। ଅବି ଆସିବା ମ୍ୟାନୁଫ୍ୟାକ୍ଚରିଂ ମିନେରାଲ୍ସ ଇଣ୍ଡଷ୍ଟ୍ରି ଭିତରକୁ ଯିବା ଆଗରୁ ଜାମନଗର କ'ଣ ପାଇଲା? WHO ଗ୍ଲୋବାଲ ଟ୍ରାଡିସନାଲ ମେଡିସିନ ସେଣ୍ଟର ହେଉଛି ଜାମନଗର, ଗୁଜରାତରେ। ଓଡ଼ିଶା କ'ଣ ପାଇଲା? କିଛି ନୁହଁ। ହେରିଟେଜ୍ ଏବଂ ଆର୍କିଓଲୋଜିରେ ଲୋଥଲ, ଧୋଲାଭିରା, ରାଖିଗଡ଼ି, ସାରନାଥ ଏମିତି ହେଇକରି ପ୍ରାୟ 15ଟି ଆର୍କିଓଲୋଜିକାଲ ସାଇଟ୍କୁ ସ୍ପେସିଫିକାଲି ଡେଭଲପ୍ କରିବା ପାଇଁ ମଧ୍ୟ ପ୍ରାବଧାନ ରହିଲା। ଓଡ଼ିଶା ଅଛି ସେଥିରେ? ଓଡ଼ିଶା ନାହିଁ। 20 ଜଣ ଲୋକସଭା ସାଂସଦଙ୍କୁ ଓଡ଼ିଶା ଜିତେଇକି ପଠାଇଥିଲା। ରାଞ୍ଚିରେ କ'ଣ ହେବାକୁ ଯାଉଛି? ନ୍ୟାସନାଲ ମେଣ୍ଟାଲ ହେଲ୍ଥ ଇନଷ୍ଟିଚ୍ୟୁଟ୍। ତେଜପୁରରେ କ'ଣ ହେବାକୁ ଯାଉଛି? ନ୍ୟାସନାଲ ମେଣ୍ଟାଲ ହେଲ୍ଥ ଇନଷ୍ଟିଚ୍ୟୁଟ୍। ମୁମ୍ବାଇରେ କ'ଣ ହେବାକୁ ଯାଉଛି? ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜିଜ୍ ମୁମ୍ବାଇ। ଓଡ଼ିଶାରେ କ'ଣ ହେବାକୁ ଯାଉଛି? କିଛି ନୁହଁ। ନର୍ଥ ଇଷ୍ଟକୁ ଗୋଟେ ରିଜନରେ କରାହେଲା ଡେଭଲପମେଣ୍ଟ ଅଫ୍ ବୁଦ୍ଧିଷ୍ଟ ସର୍କିଟ୍ ଇନ୍ ଅରୁଣାଚଳ ପ୍ରଦେଶ, ସିକ୍କିମ, ଆସାମ, ମଣିପୁର, ମିଜୋରାମ ଏବଂ ତ୍ରିପୁରା। ଓଡ଼ିଶାରେ ଆମର ରତ୍ନଗିରି ଅଛି, ଲଳିତଗିରି ଅଛି, ଉଦୟଗିରି ଅଛି। ବୁଦ୍ଧିଷ୍ଟ ସର୍କିଟ୍ ଏଇଟା ପୁରା ଦେଶରେ ନୁହଁ, ପୁରା ଦୁନିଆରେ ଫେମସ୍। ଓଡ଼ିଶାର ସ୍ଥାନ ନାହିଁ। ମୁଁ ଯଦି କହି ଚାଲିବି ବହୁତ ସମୟ ଲାଗିବ, କିନ୍ତୁ ଯଦି ଆପଣ ଦେଖିବେ ଏଇଟା ତ ହେଲା ଓଡ଼ିଶା କ'ଣ ପାଇଲା? ଜିରୋ। ଆପଣଙ୍କୁ କିନ୍ତୁ ଆଜି କୁହାଯିବ କି 3ଟି ବିଷୟ ଓଡ଼ିଶା ପାଇଛି। କ'ଣ? ପ୍ରଥମରେ ରେୟାର ଅର୍ଥ ମିନେରାଲ୍ସର ହବ୍ ହେବାକୁ ଯାଉଛି ଓଡ଼ିଶା। ଭଲ କଥା, ରେୟାର ଅର୍ଥ ହବ୍ ହେଲେ ବହୁତ ଖୁସିର କଥା। ଆମର ଚାଷୀମାନେ ସେଥିରୁ କ'ଣ ପାଇବେ? ଆମ କୃଷକ ଭାଇ ଭଉଣୀମାନେ ସେଥିରୁ କ'ଣ ପାଇବେ? ଆମର ଆଦିବାସୀ ଭାଇ ଭଉଣୀମାନେ ସେଥିରୁ କ'ଣ ପାଇବେ? ଆମର ଯୁବକମାନେ ସେଥିରୁ କ'ଣ ପାଇବେ? ଚାକିରି ପାଇବେ? ରେୟାର ଅର୍ଥ ମିନେରାଲ ପ୍ରୋସେସିଂରେ ଚାକିରି ଦେବେ? ଆଉ ଗୋଟେ ବିଷୟ କୁହାଗଲା କି ଆଜ୍ଞା ଇନଲ୍ୟାଣ୍ଡ ୱାଟରୱେଜ୍ ହେବ। ଅନୁଗୁଳ ଏବଂ ତାଳଚେରଠୁ ନେଇକରି କଳିଙ୍ଗନଗର କନେକ୍ଟ କରିକିରି ଧାମରା ଏବଂ ପାରାଦୀପ ପର୍ଯ୍ୟନ୍ତ ଖଣିଜ ଜିନିଷ ଯିବ। ଆଜ୍ଞା ଆମର ଖଣିଜ ଜିନିଷ ନେବା ପାଇଁ ଆପଣ ରାସ୍ତା ବାହାର କରୁଛନ୍ତି, ଓଡ଼ିଶାକୁ ଦେଉଛନ୍ତି କ'ଣ? କିନ୍ତୁ ଶେଷରେ କୁହାଯିବ ଦେଖିଲେ ଇଣ୍ଡଷ୍ଟ୍ରିଆଲ କରିଡୋର ହେଉଛି, କିନ୍ତୁ ଆମର ଖଣି ଖଦାନ ସବୁ ପାରାଦୀପ ବାଟରେ ପଳାଉଛି, ତାର ରାସ୍ତା ଏଇଟା ବନା ହେଉଛି। ଓଡ଼ିଶା କ'ଣ ପାଇବ? କିଛି ନୁହଁ। ଏହା ହିଁ ଭବିଷ୍ୟତ ଓଡ଼ିଶାର। 20 ଜଣ ଲୋକସଭା ସାଂସଦଙ୍କୁ ଓଡ଼ିଶା ଜୟଯୁକ୍ତ କରି ପଠାଇଥିଲା। ବଜେଟ୍ ଆସିଛି, ସମସ୍ତେ କିଛି ନା କିଛି ପାଇଛନ୍ତି। ଓଡ଼ିଶା କ'ଣ ପାଇଛି? ଶୂନ।